ପଶ୍ଚିମବଙ୍ଗରେ ହିନ୍ଦୁବାଦୀ ଭାଜପା ସରକାର ଆସିବା ପରେ ପଶ୍ଚିମବଙ୍ଗକୁ ଗୋ ଚାଳନାରେ ବ୍ୟାଘାତ ସୃଷ୍ଟି ହେଉଛି। ଓଡ଼ିଶାରୁ ବିଭିନ୍ନ ଉପାୟରେ ଗଳା ବାଟରେ ଗୋ ଚାଳନା ହେଉଥିଲା ବେଳେ ନିର୍ବାଚନ ଫଳାଫଳ ଯୋଗୁଁ ଗୋ ମାଫିଆମାନେ ଓଡ଼ିଶାର ସୀମାନ୍ତ ଗାଁରେ ଶହ ଶହ ଗୋରୁ ଲୁଚାଇ ରଖିଛନ୍ତି। ଜଳେଶ୍ୱର ବ୍ଲକ ରାଇବୁଣିଆ ଥାନା ଶ୍ୟାମନଗର ପଞ୍ଚାୟତ ସୀମାବର୍ତ୍ତୀ ଚନ୍ଦ୍ରପୁର ଗ୍ରାମରେ ପଶ୍ଚିମବଙ୍ଗର ଜାକିର ହୁସେନ ନାମକ ଗୋ ମାଫିଆ 100ରୁ ଊର୍ଦ୍ଧ୍ୱ ଗୋରୁକୁ ରଖି ଚାଲାଣ କରିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲା। ଘଟଣା ପ୍ରଘଟ ହେବା ପରେ ରାଇବୁଣିଆ ଥାନା ଅଧିକାରୀ ଚନ୍ଦ୍ରପୁର ଗ୍ରାମରେ ପହଞ୍ଚିଲା ବେଳକୁ ଗୋରୁ ଗୋଠ ଉଭାନ ହୋଇଯାଇଥିଲା। ସେହିପରି ଲକ୍ଷ୍ମଣନାଥ ଟୋଲ ପ୍ଲାଜା ଅଞ୍ଚଳରେ ଛଦ୍ମବେଶୀ ରାହୁଲ କଣ୍ଟେନର ଯୋଗେ ଗୋ ଚାଲାଣ କରୁଥିଲା ବେଳେ ପଶ୍ଚିମବଙ୍ଗ ନାକାଠାରେ ମଙ୍ଗଳବାର ଗୋରୁ ଭର୍ତ୍ତି ଗାଡ଼ିକୁ ହିନ୍ଦୁବାଦୀ ଲୋକେ ଅଟକାଇ ଗ୍ରାମବାସୀଙ୍କୁ ବିତରଣ କରିଛନ୍ତି। ବିଜେପି ସମର୍ଥକ ଭାବପ୍ରବଣ ହୋଇ ଗୋରୁ ଗୋଠ ଅଟକାଉଥିଲା ବେଳେ କଲିକତାରେ ଥିବା ବହୁ କଂସେଇଖାନାକୁ ଓଡ଼ିଶାରୁ ଗୋ ଚାଲାଣ ହୋଇ ଆସୁଛି। ସେଠାକାର ସେଗୁଡ଼ିକ ବନ୍ଦ ହେଲେ ଗୋଧନ ସୁରକ୍ଷା ହୋଇପାରିବ ବୋଲି ସାଧାରଣରେ କୁହାଯାଉଛି। ବାଲେଶ୍ୱରରୁ ସ୍ପେଶାଲ ରିପୋର୍ଟର ବନମାଳୀ ମହାକୁଡ଼ଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।